नमस्कार। ଗୋଟେ ଖବର ଶୁଣୁଥିଲି, ନିରାଶ ହେଉଥିଲି। ତାର ଯାହା ଉପରେ ଖବର ଥିଲା ତାର ବାଇଟ୍ ଶୁଣିଲା ପରେ ମନଟା ଭାରାକ୍ରାନ୍ତ ହେଇଗଲା। ମୁଁ କହୁଛି ରାଜନଗରର କଥା, ସେ ଝିଅଟାର କଥା, ସେ ଛୋଟ ଝିଅଟା ଯାହାର ସ୍ୱପ୍ନ, ଯାହାର ଖୁସି, ଯାହାର ଭାବପ୍ରବଣତା ଆରମ୍ଭ ହେବା ପୂର୍ବରୁ ଆଘାତ ବାଜିଲା, ଶୋଇପଡ଼ିଲା। ଝିଅଟା ଯେତେବେଳେ କହୁଛି ତା ଦୁଃଖର କଥା, ତା ମାନେ ଆତ୍ମବେଦନାର କଥା, ସେତେବେଳେ ଆପଣ ଶୁଣିବେ, ଆପଣଙ୍କୁ ବି କୋହ ଆସିଯିବ। ପିଲାଟା ଅଟକେଇ ପାରୁନି, ତାର କୋହ ବାହାରି ଆସୁଛି। ସେ କ'ଣ କହୁଛି ଆପଣ ଶୁଣନ୍ତୁ। ମୋର ଇଚ୍ଛା କି ମୁଁ ଜଣେ ଟିଚର ହେବି, ପିଲାମାନଙ୍କୁ ପଢାଇବା ପାଇଁ ବହୁତ ଇଚ୍ଛା କରିବି, କିନ୍ତୁ ପିଲାମାନେ ଆସୁନାହାନ୍ତି କେହି, କି ସେମାନଙ୍କୁ ମଧ୍ୟ ତାଙ୍କ ବାପା ମା ମାନେ ଛାଡୁନାହାନ୍ତି। ମୁଁ ଡାକୁଛି ସମସ୍ତଙ୍କୁ ଡାକୁଛି କି ଆସ, ଛତୁଆ ନିଅ, ଅଣ୍ଡା ନିଅ। ନେଇଥିଲେ ଆସିକି ମଝିରେ ଥରେ କେମିତି ଛୋଟରୁ ବଡ ହେବା ପାଇଁ, କି ଟିକେ ପାଇବା ପାଇଁ ହେଲେ ବହୁତ କଷ୍ଟ କରିବା ପାଇଁ। ମୁଁ ମଧ୍ୟ ବହୁତ କଷ୍ଟ କରି ଆସିଛି ଛୋଟବେଳୁ। ମୋ ମା ବାପା ବହୁତ କଷ୍ଟ କରିଛନ୍ତି, ମାମୁଁ ମାଇଁ ସମସ୍ତେ ବହୁତ କଷ୍ଟ କରିକିନା ମତେ ଆଜି ଏଇଠି ମାନେ ଆସି କହିଲା ବେଳକୁ ପହଞ୍ଚେଇଛନ୍ତି। ପିଲାଟାର ତ ସେ ବହୁତ ଛାତିରେ କଷ୍ଟ କୋହ ବାହାରି ଲାଗୁଛି, ଆସୁଛି, ପିଲାଟା କାନ୍ଦି ବହୁତ ପକାଉଛି। କଷ୍ଟ ଲାଗୁଛି ପିଲାମାନଙ୍କୁ। ମୋର ଇଚ୍ଛା କି ଆମେ ମୁଁ କେଉଁ ଜଣେ ସମାଜରେ ଟିଚର ରହୁଛେ, ହେବି। ଆମେ କେଉଁ ସମାଜରେ ରହୁଛେ? ଆଜି 2026 ମସିହାରେ ଯେତେବେଳେ ଆମେ AI ବିଷୟରେ ଆଲୋଚନା କରୁଛେ, AI ଆମ ଜୀବନ ଭିତରେ ପଶିଗଲାଣି। ଯେତେବେଳେ ଆମେ ଟାଇମ୍ ମେସିନ୍ କଥା କହୁଛେ, ସେତେବେଳେ ଆମେ କି କୁତ୍ସିତ ବ୍ୟବସ୍ଥା ଭିତରେ ରହୁଛେ। ବଡ଼ ଦୁଃଖ ଲାଗୁଛି ଦେଖିକି, ଦୁଃଖ ଲାଗୁଛି ସେ ପିଲାଟାର କଥା ଶୁଣିକି। ଗୋଟେ ଛୋଟ ଝିଅ ପାଠଶାଠ ପଢ଼ିକି ଅଙ୍ଗନବାଡ଼ିରେ ଶିକ୍ଷା ସହାୟକଟା ଚାକିରିଟା ପାଇଲା, କେତେ ଖୁସି। ପ୍ରଥମ ଚାକିରିର ଖୁସି, ପ୍ରଥମ ଚାକିରିର ମାନେ ଯେଉଁ ତା'ର ଯେଉଁ ଭାବନା, ପ୍ରଥମ ଚାକିରିର ଯେଉଁ ଭାବପ୍ରବଣତା, ତା'ର କିଛି ତୁଳନା ନଥାଏ। କିନ୍ତୁ ଏ ଝିଅ କ୍ଷେତ୍ରରେ କ'ଣ ହେଲା, ସବୁ କିଛି ଆରମ୍ଭ ହଉ ହଉ ଗୋଟେ ମାଡ଼ ବାଜିଲା, କିନ୍ତୁ ଭାଙ୍ଗି ଯାଇଛି ବୋଲି ମୁଁ କହିବିନି। ଗୋଟେ ଆଘାତ, ବହୁତ ବଡ଼ ଆଘାତ, ଯେଉଁଟାକି କିଛି ଦିନ ପାଇଁ ପିଲାଟାକୁ ଟିକେ ନିରାଶ କରିଦେବ। ତା ଭିତରେ ଯେଉଁ ଅନ୍ତର୍ନିହିତ ଗୁଣ ଅଛି, ତାକୁ ପରିପ୍ରକାଶ କରିବା ପାଇଁ ପିଲାଟା ଟିକେ ସଂକୋଚ ପ୍ରକାଶ କରିବ। କିନ୍ତୁ ଆପଣ ଦେଖନ୍ତୁ ଯେ ଏ ପ୍ରକାର ଗୋଟେ ବ୍ୟବସ୍ଥା, ଏ ପ୍ରକାର ଗୋଟେ କୁତ୍ସିତ ଜାତି ପ୍ରଥାକୁ ନେଇକି ଆମ ସମାଜରେ ଏପର୍ଯ୍ୟନ୍ତ 2026 ମସିହା ପର୍ଯ୍ୟନ୍ତ ଯେ ଏଟା କଣ୍ଟିନ୍ୟୁ କରୁଛି, ମାନେ ଭାବିଲେ ନିଜକୁ ଲଜ୍ଜା ଲାଗୁଛି ନିଜକୁ। ଯେତେବେଳେ ଏବେ ଧରନ୍ତୁ, ଯଦି ପିଲାଟା ଅଙ୍ଗନବାଡ଼ିର ଶିକ୍ଷା ସହାୟକ ନ ହୋଇକି ଆଜି ରାଜନଗରର କଲେକ୍ଟର ହେଇଥାନ୍ତା, ଆପଣମାନେ କ'ଣ ଏ ଜାତି ପ୍ରଥା ପ୍ରତିବନ୍ଧକ ଲଗାଇ ପାରିଥାନ୍ତେ? ଯଦି ସିଏ, ଭଗବାନ କରନ୍ତୁ ହେଇଯାଉ, ଯଦି ସିଏ ଭବିଷ୍ୟତରେ କି ବର୍ତ୍ତମାନ ଧରନ୍ତୁ କଲେକ୍ଟର ହେଇକି ଆସିଥାନ୍ତା କେନ୍ଦ୍ରାପଡ଼ାର, ସେ ଝିଅଟା ତା ସାଙ୍ଗିଆ ସେଠି ହେଇଥାନ୍ତା, ତାହେଲେ ଆପଣମାନେ କ'ଣ ତାକୁ ଜାତି ପ୍ରଥା ପ୍ରତିବନ୍ଧକ ଲଗାଇ ପାରିଥାନ୍ତେ? ଲଗାଇ ପାରିନଥାନ୍ତେ। ତେଣୁ ଏବେ ବି ଦେଖିବାକୁ ମିଳୁଛି ବହୁତ ଗୁଡ଼ାଏ ଗାଁରେ, ମାନେ ଖାଲି ରାଜନଗରକୁ ଦୋଷ ଦେଲେ ତ ହେବନି। ତେଣୁ ଅନେକ ଗୁଡ଼ିଏ ଗାଁରେ ଆପଣ ଦେଖିବେ, ଯେଉଁ ତାଙ୍କର ଭୋଜି ହୁଏ, ମୁଁ ଦେଖିଛି ବହୁତ ଥର, ବହୁତ ଜାଗାରେ ଦେଖିଛି, ଯେତେବେଳେ ଭୋଜି ହୁଏ ସେତେବେଳେ ଏଇ ଦଳିତ ସମାଜର ଲୋକମାନଙ୍କୁ ତାଙ୍କ ପାଇଁ ଗୋଟେ ଅଲଗା ବ୍ୟବସ୍ଥା କରିଦିଆଯାଇଥାଏ। ଗୋଟେ ଅଲଗା ବ୍ୟବସ୍ଥା, ସେମାନେ ମାନେ ସବର୍ଣ୍ଣ ଲୋକଙ୍କ ଠାରୁ ଟିକେ ଅଲଗା ଦୂରରେ ବସିକି ଖାଇବେ, ତାଙ୍କ ପାଇଁ ଗୋଟେ ଅଲଗା ବ୍ୟବସ୍ଥା କରାହୁଏ। ବହୁତ ଜାଗାରେ ତଳେ ବସିକି ଖାଇବେ, କେତେ ଜାଗାରେ ଅଛି ମନ୍ଦିର ସାମ୍ନାକୁ ଆସିପାରିବେନି। ମାନେ ଏଗୁଡ଼ାକ, ଏଇସବୁ ଜିନିଷକୁ ଧରିକି ଆମେ ଆଗକୁ ବଢ଼ିପାରିବା, ସମାଜକୁ ଆଗକୁ ନେଇପାରିବାନି। ଆପଣ ଦେଖନ୍ତୁ, ସେ ଝିଅଟା ଯଦି ସେଠି ସାଙ୍ଗିଆ ଘରେ ଜନ୍ମ ନ ହୋଇକି ଯଦି ମହାନ୍ତି, ପଟ୍ଟନାୟକ, ରଥ ପ୍ରଧାନ ଘରେ ଜନ୍ମ ହୋଇଥାନ୍ତା, ତାହେଲେ କ'ଣ ଫରକ ହୋଇଥାନ୍ତା ସେ ଝିଅ ଭିତରେ?
ମାନେ କ'ଣ ଏବେ ଯେଉଁମାନେ ସବୁ ସେଠି ଘରେ ଅଛନ୍ତି କି ମଳିକ ଘରେ ଅଛନ୍ତି କି ପଟ୍ଟନାୟକ ଘରେ ଅଛନ୍ତି କି ପ୍ରଧାନ ସ୍ୱାଇଁ ରଥ ଘରେ ଆଚାର୍ଯ୍ୟ ଘରେ ଅଛନ୍ତି ସେମାନଙ୍କର ଘର ଭିତରର ରହଣି ସହଣି ତାଙ୍କର ଚାଲିଚଳନ ମାନେ ଜୀବନ ଧାରଣରେ କ'ଣ ଫରକ ରହୁଛି ଗୋଟେ ମଣିଷ ଭିତରେ କ'ଣ ଫରକ ରହୁଛି ମାନେ ମଣିଷ ଭିତରେ କ'ଣଟା ଫରକ ରହୁଛି ଯେତେବେଳେ ସେଇ ଦଳିତ ବର୍ଗରୁ କିଏ ଆସିକି ବାହାରେ ଚାକିରି କରିକି ଟିକେ ଆର୍ଥିକ ସ୍ଥିତି ଉନ୍ନତ ହେଇଯାଉଛି ଯଦି ଆମ ପାଖ ପଡ଼ୋଶୀ ହେଇଯାଉଛି ତାହେଲେ ତା ଘରକୁ ତରକାରୀ ଦିଆନିଆ ମାନେ ସୂର୍ଯ୍ୟ ମୈତ୍ର ପର୍ଯ୍ୟନ୍ତ ହେଇଯାଉଛି କିନ୍ତୁ ଦେଖନ୍ତୁ ଯେହେତୁ ସେ ଅଙ୍ଗନବାଡ଼ିରେ ଗୋଟେ ଶିକ୍ଷା ସହାୟିକା ପଦବୀ ପାଇ ଚାକିରିଟା ଆରମ୍ଭ କରୁଛି କି ନାହିଁ ତା ପ୍ରତି କେମିତି ଗୋଟେ ନିଷ୍ଠୁର ମାନେ ବ୍ୟବହାର କରାହେଲା ଯେଉଁଟାକି ତା'ର ହୃଦୟ ଭାଙ୍ଗି ଯାଇଛି ପିଲାଟା ଯାହା ତା କଥାବାର୍ତ୍ତାରୁ ଅନୁମାନ କରି ହେଉଛି ଯେ ମାନେ ଆମେ କ'ଣ ଏ ସମାଜକୁ ବଦଳାଇ ପାରିବାନି ମୋର ମନେ ଅଛି ବୋଧେ 90 ଦଶକ ଶେଷ ଆଡ଼କୁ କି 2000 ମସିହାରୁ 2005-06 ମଝିରେ କିଛି ଲୋକ ମିଶିକି ଗୋଟେ ଆନ୍ଦୋଳନ ଆରମ୍ଭ କରୁଥିଲେ ମୋର ମନେ ପଡ଼ୁଛି ସେ କାହିଁ ସେ ସ୍ୱର ଚାପି ହେଇଯାଇଛି ଏବେ ଆଉ ଶୁଣିବାକୁ ମିଳୁନି ସେ କହୁଥିଲେ ଯେ ସାଙ୍ଗିଆ ହଟାଅ ସମାଜ ବଞ୍ଚାଅ ଗୋଟେ ଆନ୍ଦୋଳନ ଦେଖିବାକୁ ମିଳୁଥିଲା କାନରେ ପଡ଼ୁଥିଲା ଖବରକାଗଜରେ ପଢ଼ିବାକୁ ମିଳୁଥିଲା ତେଣୁ ସେ ପ୍ରକାରର ଏଇଟା ମୁଁ ଭାବୁଛି ସେତେବେଳେ ସେଟାକୁ ଆମେ ଇଗ୍ନୋର କରିଦେଉଥିଲୁ ହଁ କିଏ ଗୋଟେ ଏମିତି କହୁଥିବେ 2-3 ଜଣ ମିଶିକି କିନ୍ତୁ ଆଜିକାର ରାଜନଗର ପରିସ୍ଥିତି ଦେଖିଲା ପରେ ମୋତେ ଲାଗୁଛି ଯେ ସେ ଆନ୍ଦୋଳନ ସେତେବେଳେ ଯଥାର୍ଥତା ଥିଲା ଆଉ ଏବେ ଆବଶ୍ୟକ ଅଛି ଯଦି ଆମେ ସେ ପ୍ରଥାରୁ ନିଜକୁ ବାହାର କରିପାରୁନୁ ଏ କୁଶ୍ଚିତ ମାନେ କୁଶ୍ଚିତ କରାଳ ପ୍ରଥାକୁ ଯଦି ଆମେ ବାହାର କରିପାରୁନେ ନିଜକୁ ଯଦି ତା ଭିତରୁ ବାହାର କରିପାରୁନେ ତାହେଲେ ମାନେ ସେ ଯେଉଁ ସ୍ଲୋଗାନ ଦେଉଥିଲେ ଜାତି ସାଙ୍ଗିଆ ହଟାଅ ସମାଜ ବଞ୍ଚାଅ ସେ ଏବେ ତା'ର ଆବଶ୍ୟକ ଅଛି ଆଉ ସବୁଠୁ ଦୁଃଖ ବିଷୟ ହେଉଛି ପିଲାଟା ଜଏନ୍ କରିବାର 3 ମାସ ହେଇଗଲାଣି ଆଜ୍ଞା 3 ମାସ ହେଇଗଲାଣି ସେ ସ୍କୁଲକୁ କେହି ପିଲା ଆସୁନାହାନ୍ତି ମାନେ ସେ ମାନେ ସେଇ 3 ମାସ ହେଲାଣି ସେ ଝିଅଟା ବିଚରା ମାନେ ନିଜକୁ ନିଜେ ବଡ଼ ଅପମାନ ବୋଧ କରୁଛି କିନ୍ତୁ 3 ମାସ କ'ଣ ସେଠି ପ୍ରଶାସନ କେହି ଯାଇପାରୁନଥିଲେ ପ୍ରଶାସନ ଆଖିରେ କାନରେ ଖବର ପଡ଼ିନଥିଲା ଯେମିତି ଟିକେ ହୋ ହେଲା ଆରମ୍ଭ ହେଲା ସେଠି ପ୍ରଶାସନ ଏବେ ମାଳ ପ୍ରଶାସନ ଯାଉଛନ୍ତି ଲୋକ ଯାଉଛନ୍ତି ବିଭିନ୍ନ ବର୍ଗର ଲୋକ ଯାଉଛନ୍ତି କିନ୍ତୁ 3 ମାସ ଧରିକି ଯେଉଁ ମାନସିକ ନିର୍ଯାତନା ସେ ଝିଅଟା ପାଇଛି କାହାର ଦୃଷ୍ଟିରେ ପଡ଼ୁନଥିଲା ତେଣୁ ଗୋଟେ ସାମାଜିକ ବିଧି ବ୍ୟବସ୍ଥା ଭିତରେ ଏମିତି କୁଶ୍ଚିତ ପ୍ରଥା ଗୁଡ଼ାକୁ ଆମକୁ ବାହାର କରିବାକୁ ପଡ଼ିବ ଆଜ୍ଞା ନହେଲେ ଆମେ ଆଗେଇ ପାରିବାନି ଆପଣ ଗୋଟିଏ କଥାକୁ ମୁଁ ବିଶ୍ୱାସ କରେ ଯେଉଁଟାକି ମୋର ଆଇଡ଼ିରେ ବି ମୁଁ ଲେଖିକି ରଖିଛି ମଣିଷକୁ ଦିଅ ମଣିଷ ବ୍ୟବହାର ଆଉ କିଛି ଲୋଡ଼ା ନାହିଁ ତେଣୁ ମଣିଷକୁ ଗୋଟେ ମଣିଷ ବ୍ୟବହାର ଦେବା କଥା ଯେତେବେଳେ ପିଲାଟା ଗୋଟେ ପାଠ ପଢ଼ିକି ମାନେ ଚାକିରି ପାଇଛି ତା ମନ ଭିତରେ ଯେଉଁ ଖୁସି ପ୍ରଥମ ଚାକିରିର ଯେଉଁ ଖୁସି ମାନେ ପ୍ରଥମ ପ୍ରେମ ଆଉ ପ୍ରଥମ ଚାକିରି ତାର ଗୋଟେ ଅଲଗା ଆନନ୍ଦ ଥାଏ ଆଉ ସେ ପ୍ରଥମ ଚାକିରିର ଖୁସି ତ ଆହୁରି କେତେ ସ୍ୱପ୍ନ ଗଢ଼ି ହେଇଯାଏ ତା ଭିତରେ ମାନେ ଆପଣଙ୍କର ଭାବନା ଆଉ ଭାବପ୍ରବଣତା ଟପ୍ରେ ଥାଏ ଶିଖରରେ ଥାଏ କିନ୍ତୁ ପିଲାଟାର ମୁଁ ଦେଖିଲି ତା କୋହ ତାକୁ ଚାପି ଦେଇଛି କିନ୍ତୁ ଚାପି ଦେଇଛି ସିନା କିନ୍ତୁ ପିଲାଟା ହାରିନି ତାପରେ ବି ସିଏ କହୁଛି ମୋ ଆଶା ଅଛି ଟିଚର ହେବି ଯେତେବେଳେ ପିଲାଟା ଏଇ ପ୍ରକାର ଏକ ସାମାଜିକ ବିଧି ବ୍ୟବସ୍ଥା ଭିତରୁ ବାହାରିକି ପାଠ ପଢ଼ିକି ଗୋଟେ ଚାକିରି ପାଇପାରୁଛି ତାହେଲେ ମୁଁ ଭାବୁଛି ସେ ଆଉ ଟିକେ ଚେଷ୍ଟା କଲେ ସେ ପ୍ରଶାସନିକ ଚାକିରି ମଧ୍ୟ ପାଇଯିବ ଆଉ ମାନେ ମୁଁ ତ ତାକୁ ଏତିକି ଆଶୀର୍ବାଦ କରିବି ଯେ ସିଏ ଏମିତି ଗୋଟେ ଚାକିରି ପାଉ ଯେଉଁଠିକି ଏ ବିଧି ବ୍ୟବସ୍ଥାକୁ ଚଳାଇ ରଖିଥିବା ଲୋକମାନଙ୍କ ହାତ ପାଇବନି ଏଇ ବିଧି ବ୍ୟବସ୍ଥା ଏଇ କୁଶ୍ଚିତ ମାନେ କରାଳ ବିଧି ବ୍ୟବସ୍ଥାକୁ ବଞ୍ଚେଇ ରଖିଥିବା ସମାଜ ତାକୁ ଛୁଇଁବା ପାଇଁ ହାତ ପାଇବନି ତା ଆଗରେ ନତମସ୍ତକ ହେବ ଆଉ ସେ ନିଶ୍ଚୟ ପାଇବ କାରଣ ପିଲା ଭିତରେ ଯେଉଁ ପ୍ରତିବଦ୍ଧତା ଅଛି ଯେଉଁ ଜିଦ୍ ଅଛି ମୋତେ ଲାଗୁଛି ସେ ପିଲା ନିଶ୍ଚୟ ଦିନେ ପାଇବ ନିଶ୍ଚୟ ଗୋଟେ ବଡ଼ ଚାକିରି ପାଇବ ଆଉ ସେ ସମାଜକୁ ଉତ୍ତର ଦେବ ସେତେବେଳେ
କାରଣ ପିଲାଟା କହିଛି ତା ବାଇଟ୍ରେ ଆପଣ ନିରୀକ୍ଷେଇକି ଶୁଣିବେ, ପିଲାଟା କହିଛି ଯେ ମୁଁ ଛୋଟରୁ ବଡ଼ ହେବା ପାଇଁ ଚାହୁଁଛି। ପିଲାଟା କହିଛି, ଆଉ ତାର ସେ ଇଚ୍ଛା ବ୍ୟର୍ଥ ଯିବନି। ଆପଣ ମନେ ରଖନ୍ତୁ, ପିଲାଟା ଭିତରେ ଯେଉଁ ଜିଦ୍ ଅଛି, ତାର ସେ ଇପ୍ସିତ ଇଚ୍ଛା କେବେ ବ୍ୟର୍ଥ ଯିବନି। ନିଶ୍ଚୟ ସେ ଶିଖରକୁ ଛୁଇଁବ ଆଉ ସମାଜକୁ ଉତ୍ତର ଦେବ। ଆମମାନଙ୍କର ଦାୟିତ୍ୱ ଆମେ ଭୁଲି ଯାଉଛୁ। ମୁଁ ତ ବରଂ ପ୍ରଶାସନକୁ ଏତିକି ମଧ୍ୟ ଅନୁରୋଧ କରିବି ଯେ ଯେଉଁ ଗାଁରେ ଯେଉଁମାନେ ଏଇଭଳିଆ ଗୋଟେ କୁଶ୍ଚିତ ପ୍ରଥାକୁ ସେଠି ଲାଗୁ କରିକି ପିଲାଟାକୁ ମାନସିକ ନିର୍ଯାତନା ଦେଇଛନ୍ତି, ପ୍ରଶାସନ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ। ମାନେ ଯାହା ସରକାରୀ ଯୋଜନା, ଯାହା ସରକାରୀ ସୁବିଧା ସେମାନେ ପାଉଛନ୍ତି, ତାଙ୍କୁ କିଛି ମାସ ପାଇଁ ବନ୍ଦ କରିଦିଆଯାଉ, ଯେପର୍ଯ୍ୟନ୍ତ ସେମାନେ ନ ସୁଧୁରୁଛନ୍ତି। ଏଭଳିଆ କିଛି ଦୃଢ଼ ପଦକ୍ଷେପ ନିଆଯାଉ। କାରଣ ଖାଲି ସାମାଜିକ ସଚେତନରେ ଲୋକ ବଦଳୁନାହାନ୍ତି। ଆପଣ ଦେଖୁଥିବେ ଯାହା ଏବେ ଦୁନିଆର ଅବସ୍ଥା। ତ ମୋତେ ତ ଖାଲି ଦୁଃଖ ଲାଗୁଛି ସେ ପିଲାଟା ଭିତରେ ଥିବା କୋହକୁ ଦେଖି। ସେ ପିଲାଟା ପୁରା ଏକୁଟିଆ ଅନୁଭବ କରୁଛି। ତା'ର ମାନେ ମାନସିକ ଖୁବ୍ ଦୁର୍ବଳ ହୋଇପଡ଼ିଛି। ନିଜ ଜାତିକୁ ନେଇକି ତା'ର ଗୋଟେ ଭିନ୍ନ ମତ ପ୍ରକାଶ ପାଉଛି। ଯେତେବେଳେ କି ଗୋଟେ ବହୁତ ରାଜ ଫିଲ୍ମର ଗୋଟେ ଗୀତ ସେତେବେଳେ ଲେଖା ହେଇଥିଲା, ଆପଣମାନେ ବି ସେ ଗୀତ ଶୁଣିଥିବେ। ରାଜ ଫିଲ୍ମରେ ସେ ଗୀତର ତା'ର ଯେଉଁ ଶେଷ ଧାଡ଼ିଟା ଯେଉଁଟା ଥିଲା, ମୁଁ ଭାବୁଛି ସେ ପିଲା ମନ ଭିତରେ ଏବେ ସେଇଆ ଚାଲିଥିବ। ସେ ଗୀତଟା ଯେଉଁ ଧାଡ଼ିଟା ଥିଲା, ସେଟା ଥିଲା ये तन्हाई का आलम और उस पर आपका गम, न जीते हैं न मरते हैं, बताओ क्या करे हम। किंतु हब दिने लोक तो पछरे चलिए झील, तू मन दुख करना, दिने लोक तो पछरे चलिए, तो आगे आसिक नतमस्तक हेबे। आज जो मैंने ते छुईवाई कुंठा प्रकाश कर दिने ते देखा करके पदे कथा कहवाई माने अस्तव्यस्त हो पड़े। ए दिन भी आसब, निश्चय आसब। मुझे आशीर्वाद करूँ।